आपण मैंने जदि मो कथा को गोटे गोटे गप भाया भावुंट ना ये प्रकृतर भूल कौच आपण मैंने निजक थोर पचारि देखु जो जितक भी बापा माँ अच्छा गोटे पुओ पुओ हो झी हो थे जो 20-22 वर्ष पर सागर कहीं दिन ठीक से तुम कथाई कुह मुझे बाबू माँ कहूँ तुम कहीं दिन सागर कथा जे ना छुआ तू कौन करने को चाहूँ कौन करने को ना के पचार बहुत कम लोग एमती पचार मुझे देख तो मैंने कौन आम पुओ बड़ हो गला झील तू कौन करने चाहूँ कौन ना चल टे आम मेला बुलते जा के बुलेच ना के तुम आड़ू तो तुम के पठे अरे सहीटा भी निहती दरकार आपण मैंने कौन भावुवे ना आम यू गले ना से पठेले से गाड़े अलग रास्ता को पड़ अरे भाई सेटा पढ़ापढ़ी सिस्टम ना सेटा तो आमर रही कहीं उठे पारे उठे पारि ना आपण मैंने जो पिला सहित छुआ सहित कथा बयस अनुसार आम तो जाचे माँ बाप सब जानी माँ बाप सब जानी जाणिकी ही आउ कौन कर देखते स्टोरी गाँ पाख आमको निहत बुझा दरकार आपण माने जदि मो वीडियो को आपण मानक माने भल बुझी पारुची ना भल कही पारुची तो किसी जदि मो कथारे जदि किसी भूल रही तो आपण माने मते क्षमा करंतु तो वीडियो को मोर लास्ट पर्यंत देखंतु आ जदि आपण मानक भल लागुची तो गोटे गोटे सब्सक्राइब और शेयर करंतु। हेलो एवरीवन समस्त नमस्कार तो मु दशरथ आपण माने भी सकाल सकाल किसी एक्सरसाइज करंतु कहीं आजिकल दुनिया रे जमती हो गला भाई 40 वर्ष पर आपण मानक कहीं पैसा काम दबनी किसी काम दबनी तो ठीक अच्छे टिके एक्सरसाइज करवा एक्सरसाइज सहित मु आज आपण मानक किसी ग्रुप माने कौन बढ़िया कथा टी कहबी आपण माने जमा टेंशन नेबेनी मो कथा को लास्ट पर्यंत शुणु तो आज मुझे मोर जो लव जे आजिकल टुका टुकी मैंने जो मैंने जमी प्रेम करुँच किसी मो लव विषय मु किसी मु कहबी आपण मानक तो आपण माने मो वीडियो को लास्ट पर्यंत देखंतु कहीं ना मुझे मु बुझी पारुनी आजिकल दुनिया जब मु बहुत किसी दिन है मु शुणते पाऊँ जो अधिकांश झील मैंने आत्महत्या करुँच तो से माने कौन पाई आत्महत्या करुँच ये प्रथम आम जाना ये हूँ भूल से झीर भूल ना बापा माँ भूल ना से घर गार्डियन रो भूल ना से पुओर भूल तो ठीक अच्छे जानतु आपण मैंने लास्ट पर्यंत मो कथा को शुणु ठीक अच्छे आजिकल जो लव लव जे करुँच पुओ झील मैंने लव करुँच तो ठीक अच्छे
ସେଟା ତ ଆମର କହିବାକୁ ଗଲେ ସେଟା ଆମର କୁହନ୍ତି ଭଗବାନର ଆଶୀର୍ବାଦ। ଲଭ୍ କରୁଛନ୍ତି ମାନେ ଭଲ କଥା ନା। ଆରେ ଭାଇ ଦେଖନ୍ତୁ, ଯେଉଁ ମାନେ ଏଇ ଅଭଡ଼ା ସମୟରେ, ଅଭଡ଼ା ମାନେ କେଟା କୁହନ୍ତି ଆମର ଯେଉଁ ଯେଉଁମାନେ ବାହା ହେଇନଥିବ 8 ବର୍ଷ ପରେ ସେମାନେ ଯେଉଁ ଲଭ୍ ଫଭ୍ କରୁଛନ୍ତି ସେଟା ଭଲ ନା। ଆରେ ଭାଇ ଲଭ୍ କଲେ ଭଲ, ବୁଝିପାରୁନ। ମୁଁ ବହୁତ ଦେଖିଛି ଯେଉଁ ମାନେ ଅଧିକାଂଶ, କିନ୍ତୁ ଏ ବହୁତ କମ୍ ଲୋକ ଲଭ୍ କରିବା ପାଇଁ ଭଲ ପାଆନ୍ତି ନାହିଁ। କିନ୍ତୁ ଅଧିକାଂଶ ମୁଁ ଦେଖିଛି ଯେଉଁମାନେ ବାହା ନ ହେଇକି ଯେ ସେମାନେ ଲଭ୍ ଫଭ୍ କରିନାହାନ୍ତି, ପ୍ରେମ ପ୍ରେମ କରିନାହାନ୍ତି, ଆରେ ଭାଇ ସେମାନେ ବାହା ହେଲା ପରେ ଲଭ୍ କରୁଛନ୍ତି। କାହିଁକି ସତରେ ଆପଣମାନେ ବି ଯେ ବୁଝୁଥିବେ, ଯଦି ପ୍ରକୃତ ମିଛ କହୁଛି, ଆପଣମାନେ ବି ଆପଣଙ୍କ ଗାଁ ପାଖାପାଖି କିଛି ଷ୍ଟଡି କରନ୍ତୁ, ଆପଣମାନେ ସବୁ ଜାଣିପାରିବେ। କିନ୍ତୁ ଏଇ କଥା କହିବା କଥା ନୁହେଁ, କିନ୍ତୁ ମୁଁ ଆଜି କହିଦେଉଛି। ପ୍ରଥମେ ଆମେ କହିବା ଯେଉଁ ଝିଅମାନଙ୍କୁ, ଯେ ଝିଅମାନେ ତୁମେ ଲଭ୍ କରୁଛ, ଠିକ୍ ଅଛି ଲଭ୍ କର, ଘରେ ଗାଡ଼ି ଦେଉଛନ୍ତି ତ ଠିକ୍ ଅଛି, ତୁମେ ଆଗେ ବୁଝ ସେମାନେ କ'ଣ ପାଇଁ ଗାଡ଼ି ଦେଉଛନ୍ତି। ଆରେ ବାପ ମା' ହଉ ଭାଇ ହଉ ସମସ୍ତେ କ'ଣ ଚାହାନ୍ତି ଯେ ମୋ ପୁଅ କି ମୋ ଝିଅ ବଡ଼ ହେଲେ ଭଲ ଜାଗାରେ ବାହା ଦେବା କି ଭଲ ଜାଗାକୁ ଯାଉ, ସେଇଟା ସମସ୍ତେ ତେଣୁ କରିକି ସେମାନେ ଯେଉଁ ତୁମେ ଲଭ୍ କରୁଛ, ସେମାନେ ଅଧିକାଂଶ ଜାଣିନାହାନ୍ତି ଯେ ତୁମେ କେଉଁ ଟାଇପ୍ର ପୁଅକୁ ଲଭ୍ କରୁଛ ନା କ'ଣ କରୁଛ। ତୁମେ କେବେ କହିଛ ତୁମେ ଡାଇରେକ୍ଟ ତୁମ ମା ବାପାଙ୍କୁ କହିପାରୁନ ତ ଇନଡାଇରେକ୍ଟ କହିପାରିବ ନା। ଆଉ ଯାହା ତୁମେ କହିକି ଦେଖିକି କହିଦେବେ ତ ଠିକ୍ ଅଛି। ତୁମେ ଯଦି ସେମିତି କରିପାରୁନ ତ ଠିକ୍ ଅଛି, ସେମାନେ ଯଦି ଜାଣିଗଲେ ତ ତୁମକୁ ଯଦି ପଦ କରିଲେ କି ଗାଡ଼ିଲେ କି ପିଟିଲେ, ଆରେ ଭାଇ ତୁମେ ତ ଜାଣିଛ ସ୍କୁଲ ବି ପାଠ ବି ପଢ଼ୁଛ, ତୁମେ ଜାଣିଛ ତୁମେ ସ୍କୁଲରେ ଭୁଲ କଲା ପରେ ବି ମାଷ୍ଟର ତୁମକୁ ପିଟିବ। ପିଟିଲା ପରେ କ'ଣ ତୁମେ କ'ଣ ସ୍କୁଲ ଛାଡ଼ି ଦେଉଛ ନା? କୁହ। ତୁମେ ଆଉ ହସିକି ସାଙ୍ଗମାନଙ୍କୁ ଆସିକି କହୁଛି ମୋର ଟିକେ ଅଙ୍କି ଭୁଲ ହେଇଥିଲା, ମୋତେ ସାର୍ ପିଟିଲା। ଆରେ ସେଇ ଭଳିଆ କଥା, ତୁମେ ଯେଇଠି ବି ରୁହ ଆପଣଙ୍କର ଟେନସନ୍ ନିହାତି ଆସିବ, ଠିକ୍ ଅଛି ନା? ଦେଖନ୍ତୁ ଯିଏ ବିଜନେସ୍ କରୁଛି ତାର ବି ଟେନସନ୍ ପଳେଇ ଆସୁଛି। ଆପଣ ଯଦି ଭାବୁଥିବେ ନା ସେ ବିଜନେସ୍ କରୁଛି ନା ତାର ଟେନସନ୍ ନାହିଁ, ତାର ବହୁତ ଧନ ସମ୍ପତ୍ତି, ସେ ବହୁତ ଖୁସିରେ ରହୁଛି। ଆରେ ଭାଇ ଆପଣମାନେ ଆଉ ବହୁତ ଖୁସିରେ ରହିଛନ୍ତି, ଯେଉଁ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ଆଉ ଭଲ ଖୁସିରେ ରହିଛନ୍ତି। ଆମେ ଯେ କହୁଛୁ ନା ବିଜନେସ୍ ଲୋକ ବହୁତ ଖୁସି ରହିଛନ୍ତି, ଆରେ ଭାଇ ସେମାନେ ଖାଇତେ ବି ସମୟ ପାଉନାହାନ୍ତି, ଆଉ ଘର ଲୋକମାନଙ୍କ ସହିତ କଥା ହେବା ପାଇଁ ବି ସମୟ ପାଉନାହାନ୍ତି। ମୋତେ ଲାଗୁଛି ପ୍ରାୟ ସେଇ ସମୟଟାର କେହି ମାନେ ଏତେ ବୁଝିପାରନ୍ତି, କିନ୍ତୁ କେଉଁ ଲୋକ
ବୁଝିଲେ ବୁଝିଲେ ସମସ୍ତେ ବୁଝିବେ, ବୁଝିଲେ ନ ବୁଝିଲେ ଆପଣ ଖାଲି ଗର୍ବ ଦେଖେଇବେ ନା ମୋର ଝିଅ ମୋର ପୁଅ ଏମିତି ନୁହେଁ ସେମିତି ନୁହେଁ, ଆରେ ସେମିତି ନୁହେଁ ଏମିତି ନୁହେଁ ଠିକ୍ ସେ କଥା ନୁହେଁ। ଏଠି ହେଉଛି ସମୟ ଅନୁସାରେ ସମସ୍ତଙ୍କର ଜୀବନ ନିର୍ଭର ବୁଝିପାରୁଛନ୍ତି। ଆପଣ ଦେଖନ୍ତୁ ଯେତେବେଳେ ଯେ ପିଲା ଗୋଟେ ଆମର ଜନ୍ମ ହୁଏ, ଆମର 2-3 ବର୍ଷ ହୁଏ, ସେ କ'ଣ କରେ ଗୋଟେ ପିଲା ସେ ତାର ଅଧିକାଂଶ ସେତେବେଳେ ବୁଝେ ଦୌଡ଼ି ବୁଲେ ଖେଳେ, ଏଟା ଖେଳନା ପାଇଁ ସେ ତାର ଆଗ୍ରହ ହୁଏ, ଖେଳେ। ଯଦି ମେଳା ଫେଳାକୁ ଗଲେ ସେ ଛୁଆ କୁହେ ମୋର ତାକୁ ଗାଡ଼ି ଦରକାର, ମୋର କଣ୍ଟ୍ରି ଦରକାର, ତମେ ଯଦି ସେ କିଣି ଦେଉଛ ନା କ'ଣ ଦେଉନ, ତ ଠିକ୍ ଅଛି ସେଇ ସମୟଟା ତୁମେ ଦେଖିଲ। ତାପରେ କିଛି ବର୍ଷ ବଡ଼ ହେଲା ପରେ ତୁମେ ଦେଖନ୍ତୁ ସେ ଖାଇବା ଟାଇପ୍କୁ ପଡ଼ିଯାଏ, ସିଏ ତାର ଯେତେବେଳେ 6-7 ବର୍ଷ ହେଇଛି ଖାଇବାର ଡିପେଣ୍ଡ କରେ। ପ୍ରତ୍ୟେକ ଜିନିଷ ଷ୍ଟେପ୍ ବାଇ ଷ୍ଟେପ୍ ଅଛି। ପରେ ଆମର ଆସିଲା ଯେବେ ତାଙ୍କର ଟିକେ 12-13 ବର୍ଷ 14 ବର୍ଷ ପଳେଇ ଆସିବ, ସିଏ ଅଧିକା ତାର ଡ୍ରେସ୍ ଉପରେ ଟିକେ ଖର୍ଚ୍ଚ କରେ। ଆମେ ଟିକେ ଭଲ ତାର ମେଳାକୁ ଆଣିବି, ସେ ତାର ମୁଣ୍ଡରେ ତାର ଧ୍ୟାନ ଦେଉଛି, ଠିକ୍ ଅଛି। ପୁଣି ତାପରେ ସେଇ ଷ୍ଟେପ୍ ପାରିଲା ପରେ ସେ ଯେବେ 15-16 ବର୍ଷକୁ ପାରିଗଲା, ସେ ତାର ଲଭ୍ ଚକ୍ର ଆଡ଼େ ସେଇ ଜିନିଷଟା ଆମକୁ ଗାର୍ଡ଼ିଆନ୍ ମାନଙ୍କୁ ସେଇ ଜିନିଷ ଫଲୋ କରିବା ଆମେ ସବୁ ଜାଣିଛେ, ଜାଣି ଶୁଣିକି ହିଁ ସେ କାମଟା ଆମେ କରୁନେ, କାହିଁକି ନା ଆମର ଗୋଟେ ଗର୍ବ ରହିଯାଉଛି ନା ଆପଣ ଖାଲି ଧାକ ଦେଇ କହିଦେନେ ହେବନି ଯେ ନା ମୋର ଛୁଆ ଏଇ ଟାଇପ୍କୁ ନୁହେଁ। ଆରେ ଭାଇ ସେ ଭଳିଆ କଥା ନୁହେଁ, ଏଇଠି କେହି ଅଟକେଇ ପାରିବେନି ନା ମୁଁ ଅଟକେଇ ପାରିବି, ଆମେ ଖାଲି ଯାହା ସେମାନଙ୍କୁ ବୁଝେଇ ପାରିବା ହେଲା। ଆମେ ଯାହା ବୁଝେଇକି ହିଁ ସବୁ ଜିନିଷ ହେଇପାରିବ। ଆପଣମାନେ ଦେଖନ୍ତୁ, ଧର ଯେଉଁ ମୁଁ ଗୋଟେ ଭିଡ଼ିଓ କରୁଛି, ମୁଁ ଭଲ ମାନେ କ'ଣ, ଭଲ ଯଦି ମୁଁ ଆପଣମାନଙ୍କୁ ବୁଝେଇ ପାରିଲି କହିପାରିଲି ତ ଆପଣମାନେ ନିହାତି ମୋ ଭିଡ଼ିଓକୁ ଦେଖିବେ, ଲାଇକ୍ କରିବେ। ତାପରେ ମୋ ପାଖରେ କଥା, ମୁଁ ଯଦି କେ ଟାଇପ୍ କ'ଣ କହିବି ଆପଣମାନଙ୍କୁ ବୁଝେଇବି, ସେଇଟା ମୋ ଉପରେ ନିର୍ଭର କରୁଛି। ଧର ମୁଁ ଚାହୁଁଛି ମୁଁ ଏମିତି ଟାଇପ୍ ମୁଁ ଭିଡ଼ିଓ କରୁଛି, ଆଉ ଅଲଗା ଲୋକ ବି ଅଛନ୍ତି ଅଲଗା ଟାଇପ୍ ଭିଡ଼ିଓ କରୁଛନ୍ତି, ତ ଠିକ୍ ଅଛି ଆମେ ସେଇଟା ମେଣ୍ଟେନ୍ସ କରିବା ଯେ ପ୍ରକୃତରେ ଆମେ କେ ଲାଇନ୍କୁ ଯିବା ନା କେମିତି କ'ଣ କରିବା। ଆମେ ନିଜକୁ ଚିହ୍ନିବା, ଆମେ କିଏ କ'ଣ ପାଇଁ ଆସିଛେ, ମୁଁ କ'ଣ କରିପାରେ, ଠିକ୍ ଅଛି। ଆପଣମାନେ ଖାଲି ସେ ପୁଅମାନଙ୍କୁ ଝିଅମାନଙ୍କୁ ଖାଲି ପିଟି ଦେଉଛନ୍ତି, ଗାଳି ଦେଉଛନ୍ତି, ଲାଷ୍ଟର ତାଙ୍କର ତ କମ୍ ମାଇଣ୍ଡ ନା, ଛୋଟ ମାଇଣ୍ଡ ମାନେ କ'ଣ, ସେତେବେଳେ ସେମାନେ ବୁଝିପାରନ୍ତିନି, ହେ ମୋତେ ପିଟି ଦେଲେ ତ ମୁଁ ପଳେଇଯିବି କରିବି। ଆରେ ଭାଇ ମୋର ବି ସେମିତି ଥିଲା, ତ ଠିକ୍ ଅଛି। ଏଇଟା ପ୍ରକୃତରେ ଆମର ଗାର୍ଡ଼ିଆନ୍ ମାନଙ୍କର ଅଧିକାଂଶ ଏଇ ଜିନିଷଟା ବହୁତ କମ୍ ଦେଖା ଦେଉଛି। ତ ଏମିତି ଯଦି ହେଉଛି, ଆପଣମାନଙ୍କ ପିଲାମାନଙ୍କୁ ଭଲସେ ବୁଝାନ୍ତୁ। ବୁଝେଇବା ମାନେ କ'ଣ, ଆପଣ ତାଙ୍କ ସାଙ୍ଗରେ କଥା ହୁଅନ୍ତି। ଆପଣ କେବେ ଦେଖିଛନ୍ତି, ମୁଁ ପରଫେକ୍ଟ କଥା ମୁଁ କହୁଛି,